ସାହି ପଡ଼ିଶା ସାହି ପଡ଼ିଶା ସ୍ତମ୍ଭରେ ଆଜି ଜଣେ କବିଙ୍କ ସମ୍ପର୍କରେ କିଛି କଥା ହେବା ଏବଂ ଶୁଣିବା ତାଙ୍କର ଏକ କବିତା। କବି ଇମ୍ତିଆଜ ମେହମୁଦ, ଦେଶ ବାଂଲାଦେଶ, ଭାଷା ବାଂଲା। 1980 ମସିହା ଫେବୃଆରୀ 24 ତାରିଖରେ ବାଂଲାଦେଶର ଝାଲକୋଟିରେ ଜନ୍ମଗ୍ରହଣ କରନ୍ତି ଏହି କବି ଇମ୍ତିଆଜ ମେହମୁଦ। ବାଂଲାଦେଶ କବିତା ସାହିତ୍ୟରେ ବର୍ତ୍ତମାନ ସେ ଜଣେ ପ୍ରଚଣ୍ଡ ପ୍ରତିଭାଧର କବି। ଢାକା ୟୁନିଭର୍ସିଟିରୁ ସ୍ନାତକୋତ୍ତର ପରେ ସେ କବିତାରେ ମନୋନିବେଶ କରନ୍ତି। ତାଙ୍କର ପ୍ରଥମ କବିତା ଦୀର୍ଘଶ୍ୱାସୀ ପ୍ରକାଶ ପାଇଥିଲା 1999 ମସିହାରେ ଶୋଇଲି ନାମକ ଏକ ପାକ୍ଷିକ ପତ୍ରିକା। ପରେ ପରେ ଏଯାବତ୍ ତାଙ୍କର 5ଟି କବିତା ସଂକଳନ ପ୍ରକାଶିତ। অন্ধকারের রোদ্দুর, মৃত্যুর জন্মদাতা, সর্কসের সং, মানুষ দেখতে কেমন এবং কালো কৌতুক। ଏହି ପ୍ରତିବାଦର ବଙ୍ଗଳା ଦେଶର କବି ଇମ୍ତିଆଜ ମେହମୁଦଙ୍କର ଏକ କବିତା କବିପୁତ୍ର। ମୋ ମା ପାଇଁ ଟୋକିଓ ସହରଟା କିଣିଦେବାକୁ ମୋର ଭାରି ଇଚ୍ଛା। ମୋ ମା ପାଇଁ ଟୋକିଓ ସହରଟା କିଣିଦେବାକୁ ମୋର ଭାରି ଇଚ୍ଛା, ହେଲେ କେତେ ଖର୍ଚ୍ଚ ହବ କିଏ ଜାଣେ। ଜିନିଷ ପତ୍ରର ଯାହା ଦାମ, ପାଏ ରସୁଣର ଦାମ 20 ଟଙ୍କା। ଜିନିଷ ପତ୍ରର ଯାହା ଦାମ, ପାଏ ରସୁଣର ଦାମ 20 ଟଙ୍କା। ବିଶ୍ୱାସ ହୁଏନି ବାପା ରାଗରେ ଆଉ ବଜାର ଯାଉନାହାନ୍ତି। ତାଙ୍କର ବୟସ ବଢୁଛି, ଦେହ ବି ଖରାପ ହେଉଛି। ବାପାଙ୍କର ବୟସ ବଢୁଛି, ଦେହ ବି ଖରାପ ହେଉଛି। ମୁମ୍ବାଇ ନେଇ ଥରେ ଚେକଅପ୍ କରେଇ ଆଣିଲେ ହୁଅନ୍ତା। ମୁମ୍ବାଇ ଯିବାକୁ କେତେ ଖର୍ଚ୍ଚ ହୁଏ କିଏ ଜାଣେ। ମୋର ତ କାଗଜ କିଣିବାକୁ ବି ପଇସା ନାହିଁ। ତଥାପି ପବନରେ ଲେଖିଦିଏ ବାପା ଯେମିତି 100 ବର୍ଷ ବଞ୍ଚି ରହନ୍ତି। ମୋର ତ କାଗଜ କିଣିବାକୁ ବି ପଇସା ନାହିଁ, ତଥାପି ପବନରେ ଲେଖିଦିଏ ବାପା ଯେମିତି 100 ବର୍ଷ ବଞ୍ଚି ରହନ୍ତି। ମୋ ମା ପାଇଁ ଟୋକିଓ ସହରଟା କିଣିଦେବା ପାଇଁ ମୋର ଭାରି ଇଚ୍ଛା, ହେଲେ କେତେ ଖର୍ଚ୍ଚ ହବ କିଏ ଜାଣେ କେତେ ଖର୍ଚ୍ଚ ହେବ।